शब्द टिके पढ़ी साहाय्य करेंगे। धार्मिकता निमंते ताड़ना प्राप्त लोके धन्य कारण स्वर्ग राज्य सेमानंकर। आमेन हालेलुया। धार्मिकता निमंते ताड़ना प्राप्त लोके धन्य कारण स्वर्ग राज्य सेमानंकर। एठी हमें माने ना देखिबा पाई पाउछु कि दुई थर स्वर्ग राज्य सेमानंकर बोली लिखा जाए। स्वर्ग राज्य प्रथम हमें माने पढ़ुଥିଲେ प्रथम और शेष प्रथम ब्लेसेड पर्सन प्रथम आशीर्वाद प्राप्त हमें लोक मान आज से माने को माने जो माने आत्मा रे दीनहीन बोली हमें माने देखिଥିଲେ आ पुनी आ शेष पदरे मध्ये हमें माने देखुछु आ कि सेही माने स्वर्ग राज्य प्राप्त हेबे जो माने ताड़ना प्राप्त हेबे धार्मिकता निमंते ताड़ना प्राप्त हेबे। ए जगत रे अनेक प्रकार ताड़ना अछि मध्ये माने केतळे हमर भूल निष्पत्ति निमंते ताड़ना हेताय केतळे आम मानकर अन्य को कौन प्रकार आघात देला परी अन्य दृष्टि कौन प्रकार जोड़ा जमीतिका आचरण उच्चारण न करबा परी सेमिति करिकि बोधे ताड़ना हेताय विभिन्न प्रकार ताड़ना जगत रे लोकमान प्रति हेताय किंतु एठी विशेष विषय लिखा जायछि कोन धार्मिकता निमंते ताड़ना जो माने पांती ताड़ना तो अनेक प्रकार हमें माने पाऊ जमीतिका हमें माने आलोचना कलेबे अनेक छोट मोट निजर भूल पाई मध्य आम माने ताड़ना संपूर्ण हेता किंतु बड़ विषय है आम कौन पाई ताड़ना पाउछु आम जीवन रे जानिबा दरकार। विशेष भाव में धार्मिकता निमंते प्रभु को निमंते धार्मिकता जीवन काटिबा निमंते जदि के ताड़ित होछि परमेश्वर कहती तुम माने आनंद कर कहीं पर पद टिके पढ़ी दबा 11-12 लोके जेबे तुमମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି ତେବେ ତୁମେମାନେ ଧନ୍ୟ ଆନନ୍ଦ କର ଓ ଉଲ୍ଲସିତ ହୁଅ କାରଣ ସ୍ୱର୍ଗରେ ତୁମମାନଙ୍କର ପୁରସ୍କାର ପ୍ରଚୁର। ସେହିପରି ସେମାନେ ତୁମମାନଙ୍କର ପୂର୍ବବର୍ତ୍ତୀ ଭାଓବାଦୀମାନଙ୍କୁ ତାଡ଼ନା କରିଥିଲେ। ଟିକେ 11 ପଦଟା ଆଉଥରେ ପଢିବା ଯଦି ତୁମେ ମାନେ ମୋ ନିମନ୍ତେ ପଢନ୍ତୁ ଟିକେ ଯଦି ତୁମମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି ଆମେ ମାନେ କାହା ସକାଶେ ତାଡ଼ନା ପାଉଛୁ ଏହା ମଧ୍ୟ ଅତ୍ୟନ୍ତ ମାଇନା ରଖେ। ଆମେ ନିଜର କର୍ମ ପାଇଁ ତାଡ଼ନା ପାଉଛୁ ନା ଖ୍ରୀଷ୍ଟଙ୍କ ପାଇଁ ତାଡ଼ନା ପାଉଛୁ। ଯଦି କର୍ମ ପାଇଁ ତାଡ଼ନା ପାଉଛୁ ତାର କିଛି ଲାଭ ହେବ ନାହିଁ କିନ୍ତୁ ଯଦି ଖ୍ରୀଷ୍ଟଙ୍କ ପାଇଁ ତାଡ଼ନା ପାଉଛୁ ତାହେଲେ ପ୍ରଭୁ କଣ କୁହନ୍ତି ଯଦି ମୋ ସକାଶେ ତୁମେ ମାନେ ତାଡ଼ନା ପାଅ ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି ତେବେ ଟିକେ ଆଉ ଯୋଉ ତାଡ଼ନା ହବ ଯୋଉ ଲୋକମାନେ ଆପଣ ମାନଙ୍କୁ ତାଡ଼ନା କରୁଥିବେ ଆମ ମାନଙ୍କୁ ତାଡ଼ନା କରୁଛନ୍ତି କଣ ଉଦ୍ଦେଶ୍ୟ ମନ୍ଦ କଥା କହୁଛନ୍ତି ନା ଠିକ କଥା କହୁଛନ୍ତି ସେଇଟା ବି ବଡ ମାଇନା ଅଟେ ବହୁତ ମାନେ ରଖେ। ସେମାନେ କେମିତିକା ତାଡ଼ନା କରୁଛନ୍ତି କଣ ମିଛ କଥା କହୁଛନ୍ତି ଆମ ନାଁରେ ନା ଯାହା କହୁଛନ୍ତି ଠିକ କହୁଛନ୍ତି। ସେମାନେ ଯଦି କହୁଛନ୍ତି ଏ ବ୍ୟକ୍ତିଟା ଏମିତିକା କଲା ସେମିତିକା କଲା ଯଦି ମିଛ କଥା କହୁଛନ୍ତି ତାହେଲେ ସ୍ୱର୍ଗ ରାଜ୍ୟ ଆପଣଙ୍କର। ଯଦି ଆପଣଙ୍କର ଗୁଣ ଆଚରଣ ପାଇଁ କିଛି ବି ସତ କଥା କହୁଛନ୍ତି ନା ଲୋକ ଏ ଲୋକ ଏମିତିକା ସେ ଲୋକ ସେମିତିକା ବୋଲି ତାହେଲେ ଆପଣଙ୍କର ପୁରସ୍କାର ନାହିଁ। ଯଦି ଈଶ୍ୱରଙ୍କ ନିମନ୍ତେ ମିଥ୍ୟା ବିଷୟ ଆପଣଙ୍କ ନାମରେ ଆଲିଗେସନ ଦିଆ ହଉଛି ତାହେଲେ ଆପଣ ଆନନ୍ଦ କରନ୍ତୁ। ଯଦି ସତରେ ସତ ବିଷୟ କହିକି ଆଲିଗେସନ ଦଉଛନ୍ତି କିଛି ଲାଭ ନାହିଁ। ମିଥ୍ୟା ଆଲିଗେସନ ଯେମିତିକା ଅନେକ ସାରା ବିଷୟ ଆମେ ମାନେ କରିନଥିବା ବିଷୟକୁ ନେଇକି ଯଦି ଆମକୁ ତାଡ଼ନା କରାଯାଏ ତାହେଲେ ପ୍ରଭୁ କଣ କୁହନ୍ତି ତୁମେ ମାନେ କଣ କର ଆନନ୍ଦ କର ପଡ଼ ତାଟିକେ ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି ତେବେ ଧନ୍ୟ ଆନନ୍ଦ କର ଓ ଉଲ୍ଲସିତ ହୁଅ କାରଣ ସ୍ୱର୍ଗରେ ତୁମମାନଙ୍କ
ମାନଙ୍କର ପୁରସ୍କାର ପ୍ରଚୁର। Praise the Lord. କାହିଁକି ତୁମେ ଆନନ୍ଦ କର? ସ୍ୱର୍ଗ ରାଜ୍ୟ ତୁମର ପୁରସ୍କାର ପ୍ରଚୁର ଅଛି ଆଉ ଆମ ତୁମମାନଙ୍କ ପୂର୍ବରୁ ମଧ୍ୟ ଏହି ପ୍ରକାର ସମସ୍ତ ଭାବବାଦୀ ମାନଙ୍କୁ କରାଯାଇଛି। ଆମର କୌଣସି ବଦମାସି ପାଇଁ ଯଦି ତାଡ଼ନା ହଉଛି ମୋର ପ୍ରିୟମାନେ, ତାହେଲେ ଅନେକ କେସ୍ରେ ଦେଖିବେ ଈଶ୍ୱରଙ୍କୁ ଜାଣିଥିବା ଲୋକମାନଙ୍କର କିଛି ଭୁଲ ପାଇଁ, କିଛି ବଦମାସି ପାଇଁ, କିଛି ଅଜ୍ଞାନତା ପାଇଁ, କିଛି ମୂର୍ଖାମୀ ଗୁଣ ପାଇଁ, କିଛି ଈଶ୍ୱରଙ୍କ ବିଷୟରେ ବିରୁଦ୍ଧାଚରଣ ବିଷୟ ପାଇଁ ମଧ୍ୟ ତାଡ଼ନା ଆସେ। କିନ୍ତୁ ଯଦି ଆମେ ଧାର୍ମିକତା ଜୀବନରେ କାଟିବା ପାଇଁ ଯଦି କିଛି ବାଧା ଆସୁଛି, କିଛି ତାଡ଼ନା ଆସୁଛି, ଯଦି ଖ୍ରୀଷ୍ଟଙ୍କ ସହିତ ଚାଲିବା ପାଇଁ କିଛି ବାଧା ଆସୁଛି, କିଛି ତାଡ଼ନା ଆସୁଛି, ଯଦି ଖ୍ରୀଷ୍ଟଙ୍କ ଇଚ୍ଛାକୁ ପୁରା କରିବା ପାଇଁ କିଛି ବାଧା ଆସୁଛି, ତାଡ଼ନା ଆସୁଛି, ତାହେଲେ ସ୍ୱର୍ଗ ରାଜ୍ୟ ଆମମାନଙ୍କ, ସ୍ୱର୍ଗରେ ବହୁତ ସାରା ଆନନ୍ଦ ଆମ ପାଇଁ ଅଛି, ସ୍ୱର୍ଗରେ ବହୁତ ସାରା ପୁରସ୍କାର ଆମ ପାଇଁ ଅଛି। ପ୍ରଥମ କାରଣ, ପ୍ରଥମ ପିତର 3:14 ଟିକେ ପଢନ୍ତୁ, 12-14 ପଢନ୍ତୁ। କାରଣ ଧାର୍ମିକ ମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି। ହଁ, କାରଣ ଧାର୍ମିକ ମାନଙ୍କ ପ୍ରତି କ'ଣ ଅଛି? ପ୍ରଭୁଙ୍କର ଦୃଷ୍ଟି ଅଛି। ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଅଟେ। ହଁ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ। ହଁ, ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍ଯୋଗୀ ହୁଅ, ତେବେ କିଏ ତୁମମାନଙ୍କର ଅନିଷ୍ଟ କରିବ? ହଁ, ଏହି ସମସ୍ତ ବିଷୟ ଆମକୁ ଜାଣିବାର ଅଛି। ଯଦି ଉତ୍ତମ ବିଷୟ ଆମେ ଉଦ୍ଯୋଗୀ ହେବା, କୌଣସି ବିଷୟ ଆମର ଅନିଷ୍ଟ କରିବ ନାହିଁ, କାରଣ ଧାର୍ମିକ ମାନଙ୍କ ପ୍ରତି ପ୍ରଭୁଙ୍କର ଦୃଷ୍ଟି ସଦାସର୍ବଦା ଅଛି। ଯଦି ଆମେ ଧାର୍ମିକତା ନିମନ୍ତେ ଜୀବନ କାଟିବୁଛୁ, ତାହେଲେ ଆମ ପ୍ରତି ଦୃଷ୍ଟି କାହାର ଅଛି? ସଦାପ୍ରଭୁଙ୍କର ସର୍ବଦା ଅଛି। ତାପରେ ପୁଣି ଯଦି ବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖ ଭୋଗ କରିବାକୁ ପଡ଼େ, ତାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଏ ବା ଉଦ୍ବିଗ୍ନ ହୁଅ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ। Praise the Lord. ଏଠି ଲେଖାଯାଏ ପ୍ରଥମ ବିଷୟ, ଏଇ ଯୋଉ ତାଡ଼ନା ଆମ ପାଇଁ ଯଦି ଧାର୍ମିକତା ପାଇଁ ଆସୁଛି, ତାହେଲେ ପ୍ରଭୁଙ୍କ ଦୃଷ୍ଟି ସଦାସର୍ବଦା ଆମ ମାନଙ୍କ ପ୍ରତି ଅଛି। ପ୍ରଭୁ ଆମକୁ ସୁରକ୍ଷା ଦେବେ। କାହିଁକି ଲେଖାଯାଏ ପ୍ରଭୁଙ୍କ ମୁଖ ଦୁଷ୍କର୍ମକାରୀ ମାନଙ୍କର ପ୍ରତିକୂଳ ସବୁବେଳେ। ଯୋଉମାନେ ମନ୍ଦ କାର୍ଯ୍ୟ କରନ୍ତି ସେମାନଙ୍କ ପ୍ରତି ପ୍ରତିକୂଳ। କିନ୍ତୁ ଯଦି ଧାର୍ମିକତା ନିମନ୍ତେ ଆମେ ମାନେ ତାଡ଼ନା ପ୍ରାପ୍ତ ହେଉଛୁ, ତାହେଲେ ପ୍ରଭୁଙ୍କ ଦୃଷ୍ଟି ସଦାସର୍ବଦା ଅଛି। ଆଉ ଯଦି ଉତ୍ତମ ବିଷୟରେ ଆମେ ମାନେ ଉଦ୍ଯୋଗୀ ହବା, ତାହେଲେ କିଏ ଆମର ଅନିଷ୍ଟ କରିପାରିବ? ଆଉ ଏଠି ଲେଖାଯାଏ ଯଦି ଧାର୍ମିକତା ନିମନ୍ତେ ତୁମମାନଙ୍କୁ ଦୁଃଖ ଭୋଗ କରିବାକୁ ପଡେ, ଅର୍ଥାତ୍ ଯଦି ଆମେ ମାନେ ଧାର୍ମିକତାରେ ଜୀବନ କାଟିବାକୁ ଇଚ୍ଛା କରୁ, ଯଦି ଆମେ ଧାର୍ମିକତାରେ ଚାଲିବା ପାଇଁ ଆମେ ମାନେ ପ୍ରସ୍ତୁତ ହଉ, ଆଜି ଆମେ ଯଦି ନିଷ୍ପତ୍ତି ନେଉ, ତାହେଲେ ନିଶ୍ଚିତ ରୂପେ ଦୁଃଖ ଅଛି। ଧାର୍ମିକତା ମାନଙ୍କ ନିମନ୍ତେ ଦୁଃଖ ଅଛି। ଧାର୍ମିକତା ମାନଙ୍କ ନିମନ୍ତେ ଅନେକ ସମସ୍ୟା, ଅନେକ କ୍ଲେଶ, ମାତ୍ର ସଦାପ୍ରଭୁ କୁହନ୍ତି ତୁମେ ମାନେ ଭୟ କର ନାହିଁ। 16:33 ଲେଖାଯାଏ ଜଗତରେ ତୁମ ପାଇଁ କ'ଣ ଅଛି? କ୍ଲେଶ ଅଛି, କିନ୍ତୁ ତୁମେ ମାନେ କ'ଣ ଭୟ କର ନାହିଁ, କାରଣ ଜଗତକୁ ମୁଁ ଜୟ କରିଅଛି। ସେଥିପାଇଁ ଏ ସ୍ଥାନ ଲେଖାଯାଏ, ସେଥି ନିମନ୍ତେ ତୁମେ କ'ଣ କର? ତୁମେ ଦୁଃଖ କର ନାହିଁ। ଆଉ ଧାର୍ମିକତା ନିମନ୍ତେ ଯେ ତୁମକୁ ଦୁଃଖ ଭୋଗ କରିବାକୁ ପଡେ, ତାହେଲେ ତୁମେ ଧନ୍ୟ। ତୁମେ ଭୟ ହୁଅ ନାହିଁ, କି ଭୀତ ହୁଅ ନାହିଁ, କି ଉଦ୍ବିଗ୍ନ ହୁଅ ନାହିଁ, ବିଚଳିତ ହୁଅ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣ ଆପଣ ହୃଦୟରେ ପବିତ୍ର ରୂପେ ମାନ୍ୟ କର। ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ ବାଧା ଅବସ୍ଥାରେ ମଧ୍ୟ ଖ୍ରୀଷ୍ଟଙ୍କୁ ଆମକୁ ପ୍ରଭୁ ରୂପେ ମାନିବାର ଆବଶ୍ୟକତା ଅଛି, ଗ୍ରହଣ କରିବାର ଆବଶ୍ୟକତା ଅଛି, ସ୍ୱୀକାର କରିବାର ଆବଶ୍ୟକତା ଅଛି। ତୁମମାନଙ୍କଠାରେ ଥିବା ଯୋଉ ଭରସା ସମ୍ବନ୍ଧ ଯଦି କିଏ ପ୍ରଶ୍ନ କରେ, ତାହେଲେ ସର୍ବଦା କ'ଣ କର? ତୁମେ ଉତ୍ତର ଦେବା ପାଇଁ ନମ୍ରତାର ସହିତ ତୁମ ଭରସା ବିଷୟରେ ଉତ୍ତର ଦେବା ପାଇଁ ପ୍ରସ୍ତୁତ ଥାଅ। କାହିଁକି ତୁମେ ଯୀଶୁଙ୍କୁ ବିଶ୍ୱାସ କରୁଛ? କାହିଁକି ତୁମେ ଧାର୍ମିକତାର ପଥ ବାଛିଅଛ? କାହିଁକି ତୁମେ ପ୍ରଭୁଙ୍କ ସହିତ ଚାଲିବା ପାଇଁ ନିଷ୍ପତ୍ତି ନେଇଅଛ? ତୁମ ବିଶ୍ୱାସ ଉପରେ ଯଦି କିଏ ପ୍ରଶ୍ନ ଉଠାଏ, ମୋର ପ୍ରିୟ ମାନେ, ତୁମେ ସେତିକି ଏଲିଜିବଲ ହବା ଦରକାର, ସେତିକି ଆମେ ଜ୍ଞାନ
ଜ୍ଞାନରେ ପୂର୍ଣ୍ଣ ହେବା ଦରକାର, ବାକ୍ୟରେ ପୂର୍ଣ୍ଣ ହେବା ଦରକାର, ଈଶ୍ୱରଙ୍କ ଇଚ୍ଛା ଉଦ୍ଦେଶ୍ୟକୁ ଜାଣିବା ଦରକାର, ଈଶ୍ୱରଙ୍କ ବିଷୟ ଜାଣିବା ଦରକାର, ତାକି ନମ୍ର ଭାବରେ ଯେମିତିକା ଆମର ବିଶ୍ୱାସର ମତକୁ ତାହାଙ୍କ ନିକଟ ଆମେ ପରିପ୍ରକାଶ କରିବା। ଯଦି ଆମେ ଏମିତିକା ଦୁର୍ବଳ ବିଶ୍ୱାସୀ ହେଇକି ଥିବା, ଦୁର୍ବଳ ବିଶ୍ୱାସୀ ମାନେ କଣ? ଖାଲି କେତେବେଳେ ପ୍ରାର୍ଥନା କରିବା ପାଇଁ ଟିକେ ଆସିବା, ଯୀଶୁକୁ ମୁଁ ବିଶ୍ୱାସ କରେ ବୋଲି କହିବା, କିନ୍ତୁ ତାଙ୍କ ବାକ୍ୟରେ ବଢିବା ନାହିଁ, ବିଶ୍ୱାସରେ ବଢିବା ନାହିଁ, ଧାର୍ମିକତାରେ ଜୀବନ କାଟିବା ନାହିଁ, ଈଶ୍ୱରଙ୍କ ବାକ୍ୟର ନିଗୁଡ ଅର୍ଥକୁ ଆମ ଜୀବନରେ କଣ ପ୍ରକାଶ କରେ ତା ଜାଣିବା ନାହିଁ, ତାହେଲେ ଆମେ ସେମାନଙ୍କୁ ପ୍ରତ୍ୟୁତ୍ତର ଦେଇପାରିବା ନାହିଁ। ଈଶ୍ୱରଙ୍କ ବାକ୍ୟକୁ ଆମକୁ ଉତ୍ତମ ରୂପେ ବୁଝିବାର ଆବଶ୍ୟକତା ଅଛି। ଚାହେ ଆପଣ ପାଠ ପଢି ଜାଣନ୍ତୁ, ଚାହେ ନ ଜାଣନ୍ତୁ, କିନ୍ତୁ ଯଦି ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି, ତାହେଲେ କିଏ ସେ ଯୀଶୁ ଖ୍ରୀଷ୍ଟ, କଣ ତାଙ୍କର ଉଦ୍ଦେଶ୍ୟ, ତୁମ ଜୀବନରେ ତାଙ୍କର ପ୍ରଭାବ କଣ, କଣ ପାଇଁ ଯୀଶୁଙ୍କୁ ତୁମେ ବିଶ୍ୱାସ କଲ, ସେ ସକଳ ବିଷୟ ଆମକୁ ଜାଣିବାର ଆବଶ୍ୟକତା ଅଛି। ଖାଲି ଜ୍ୱର ହେଲେ ଯେ ମୁଁ ଯୀଶୁଙ୍କୁ ବିଶ୍ୱାସ କରିବି ତାହା ନୁହେଁ। ଖ୍ରୀଷ୍ଟ ଆମ ପ୍ରତ୍ୟେକ ମାନବ ଜାତି ପାଇଁ ଆବଶ୍ୟକତା ଅଟେ। ଯେ ଖ୍ରୀଷ୍ଟଙ୍କୁ ପାଇଅଛି ସେ ଜୀବନ ପାଇଅଛି, ଯେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିନାହିଁ ସେ କୌଣସି ପ୍ରକାର ଅଲରେଡି ବିଚାରିତ ତାର ହେଇସାରିଲାଣି ବୋଲି ଈଶ୍ୱର ବାକ୍ୟ କୁହେ। କାରଣ ଖ୍ରୀଷ୍ଟ ହିଁ ସେ ଏକମାତ୍ର ଈଶ୍ୱର ଯିଏକି ଆପଣଙ୍କ ପାଇଁ ମୋ ପାଇଁ କାଲବରୀ କ୍ରୁଶରେ ରକ୍ତକୁ ବହାଇ ଅଛନ୍ତି, ପ୍ରାୟଶ୍ଚିତ ନିମନ୍ତେ ଆପଣ ପ୍ରାଣକୁ ଦେଇ ଅଛନ୍ତି, 3 ଦିନରେ ଉଠି ଅଛନ୍ତି, ପୁଣି ସେ ନ୍ୟାୟ ବିଚାର ପାଇଁ ଆସୁଛନ୍ତି। ଏ ବିଷୟକୁ ଆମକୁ ବୁଝିବାର ଅଛି, ଆମ ଜୀବନର ତାର ପ୍ରଭାବ ଜାଣିବାର ଅଛି, ଆଉ ଆମର ବିଶ୍ୱାସକୁ ଦୃଢ କରିବାର ଅଛି। ତେବେ ଯାଇକି ଆମେ ଅନ୍ୟମାନଙ୍କ ସାମ୍ନାରେ ଅନେକ ସାରା ଯଦି ଆମ ବିଶ୍ୱାସ ସମ୍ବନ୍ଧୀୟ ପ୍ରଶ୍ନ ଆସେ ତାହେଲେ ଆମେ ଉତ୍ତର ଦେଇପାରିବା। ନହେଲେ ଯଦି କେହି ପଚାରେ କାହିଁକି ତୁମେ ଯୀଶୁଙ୍କୁ ବିଶ୍ୱାସ କରୁଛ, ଆମେ କହିବା ଏତିକି, କଣ ମୁଁ ଅସୁସ୍ଥ ଥିଲି ଆଉ ସୁସ୍ଥ ହେଲି, ବିଶ୍ୱାସ କଲି ନା। ଯୀଶୁ କେବଳ ସୁସ୍ଥତା ପାଇଁ ନୁହେଁ, ଯୀଶୁ ଜୀବନ ଦେବା ପାଇଁ ଆସିଛନ୍ତି। ଯୀଶୁଙ୍କୁ ଯିଏ ପାଇବ କେବଳ ସୁସ୍ଥତା ନୁହେଁ, ମାତ୍ର ସେ ଜୀବନ ପାଇବ। ସୁସ୍ଥତା ତ ହସ୍ପିଟାଲରେ ବି ଅଛି, କିନ୍ତୁ ମୋର ପ୍ରିୟ ମାନେ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଲାଭ କରିବା ଅଟେ। ଆମେନ୍। ଏ ବିଷୟକୁ ଆମ ଜୀବନରେ ଆମେ ନିଜେ ଜାଣିବା ଦରକାର, ବୁଝିବା ଦରକାର। ତେବେ ଅନ୍ୟମାନଙ୍କ ସମୟରେ ଯେତେବେଳେ ବାଧା ଆସେ, ତାଡ଼ନା ଆସେ, ସେତେବେଳେ ଆମେ ତାଙ୍କ ସାମ୍ନାରେ ଆମେ ସେମାନଙ୍କୁ ଉତ୍ତର ଦେବା ପାଇଁ ପ୍ରସ୍ତୁତ ରହିପାରିବା, ନହେଲେ ଆମେ ମାନେ ରହିପାରିବା ନାହିଁ। ସେଥିପାଇଁ ପ୍ରଥମ ପିତର 4:12 ଆଉ 12, 13, 14 ଟିକେ ପଢିବା ଆମେ। ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖ ଭୋଗ ରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେକରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ। ଯଦି ତୁମେ ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା, ଯଦି ପ୍ରଭୁଙ୍କ ସହିତ ନିଷ୍ପତ୍ତି ନେବାର ଅଛି ଚାଲିବା ଦ୍ୱାରା, ଯଦି କିଛି ଦୁଃଖ ଆସୁଛି, ଯଦି କିଛି ନିନ୍ଦା ଆସୁଛି, ଯଦି କିଛି ତାଡ଼ନା ଆସୁଛି, ତୁମେ ଏହାକୁ ଆଶ୍ଚର୍ଯ୍ୟ ବୋଲି ଭାବ ନାହିଁ। ଏଇଟା କୌଣସି ପ୍ରକାର ଆଶ୍ଚର୍ଯ୍ୟ ନୁହେଁ। କାରଣ ଯେଉଁମାନେ ପବିତ୍ରତା ଜୀବନ କାଟନ୍ତି ନାହିଁ, ଯେଉଁମାନେ ଖ୍ରୀଷ୍ଟଙ୍କ ସହିତ ପ୍ରକୃତ ଭାବରେ ଚାଲିବା ପାଇଁ ନିଷ୍ପତ୍ତି ନିଅନ୍ତି ନାହିଁ, ସେମାନଙ୍କ ପାଇଁ କେବେ ବାଧା ଆସିବ ନାହିଁ। କାହିଁକି? ସେମାନେ ଜଗତ ସେମାନଙ୍କୁ ପ୍ରେମ କରେ, ସେମାନେ ଜଗତକୁ ପ୍ରେମ କରନ୍ତି, ସେଥିପାଇଁ ଜଗତ ସେମାନଙ୍କୁ ପ୍ରେମ କରେ। ସେମାନେ ଜଗତର ଅଟନ୍ତି, ସେଥିପାଇଁ ସେମାନେ ଜଗତ ସେମାନଙ୍କ ପ୍ରତି କେବେ ବାଧା ଦେବନି, କେବେ ବି ସେମାନଙ୍କ ପ୍ରତି ତାଡ଼ନା ଆସିବ ନାହିଁ। କାହିଁକି? ସେମାନେ ଏବେ ବି ଜଗତରେ ଅଛନ୍ତି। କିନ୍ତୁ ଯେଉଁମାନେ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚିବା ପାଇଁ ଚେଷ୍ଟା କରିବେ, ଯେଉଁମାନେ ପବିତ୍ରତାରେ ଜୀବନ କାଟିବେ, ଯେଉଁମାନେ ଉଚିତ ଭାବରେ ଖ୍ରୀଷ୍ଟଙ୍କ ବାକ୍ୟ ଅନୁଯାୟୀ ଜୀବନ କାଟିବେ, ସେଇମାନଙ୍କ ପାଇଁ କେବଳ ବାଧା ଆସେ। ଯେଉଁମାନେ 2 ପ୍ରକାର ଜୀବନ କାଟନ୍ତି ସେମାନଙ୍କ ପାଇଁ ବାଧା ଆସେନି। କାହିଁକି ଆସେ ନାହିଁ? କାରଣ ଗୋଟେ ପାଦ ଜଗତରେ ଥାଏ, ଗୋଟେ ପାଦ ଏପଟେ ରଖନ୍ତି ସେମାନେ। ସେଥିପାଇଁ ତାଙ୍କ ତାଡ଼ନା ଆସିବନି, ବାଧା ଆସିବନି। କିନ୍ତୁ ଯଦି ଆମେ ମାନେ ନିଷ୍ପତ୍ତି ନେଉଛୁ ଖ୍ରୀଷ୍ଟଙ୍କ ସହିତ ଚାଲିବା ପାଇଁ, ଆଉ ଯଦି ଏଇ ପ୍ରକାର ଦୁଃଖ ଆସେ, ତାହେଲେ ଆମେ ଆଶ୍ଚର୍ଯ୍ୟ ବୋଧ କରିବା ନାହିଁ, ଏହା ସ୍ୱାଭାବିକ ଅଟେ। କାରଣ ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖ ଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର। ଯେତେ କଷ୍ଟ ପାଉଛ, ଯେତେ ଦୁଃଖ ପାଉଛ ଖ୍ରୀଷ୍ଟଙ୍କ ସହିତ ଚାଲିବା ପାଇଁ, ତୁମେ କଣ କର, ସେଇ ପରିମାଣରେ ଯଦି ଅଧିକା ପାଉଛ ଅଧିକା ଆନନ୍ଦ କର, ଆହୁରି ଆନନ୍ଦ କର। ତାପରେ
ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ। ଯେତେବେଳେ ସେ ପ୍ରକାଶିତ ହେବେ, ତାଙ୍କର ମହିମା ପ୍ରକାଶିତ ହେବ, ସେତେବେଳେ କଣ କରିବ? ତୁମେ ମାନେ ମହା ଆନନ୍ଦରେ କଣ କରିବ? ତୁମେ ଆନନ୍ଦିତ ହେବ। ଯେତେବେଳେ ଖ୍ରୀଷ୍ଟ ଯେତେବେଳେ ଦ୍ୱିତୀୟ ଥର ବିଚାର କରିବା ପାଇଁ ଆସିବେ, ସେତେବେଳେ ତାହାଙ୍କର ଆନନ୍ଦ ସହିତ ତୁମେ ମାନେ ଆନନ୍ଦ କରିବ। ସେତେବେଳେ ପୃଥିବୀର ବିଚାର ଉପସ୍ଥିତ ହେବ, ମହାକ୍ଲେଶ ଉପସ୍ଥିତ ହେବ, କିନ୍ତୁ ମୋର ପ୍ରିୟ ମାନେ ଯୋଉମାନେ ଖ୍ରୀଷ୍ଟଙ୍କ ନିମନ୍ତେ ତାଡ଼ନା ସହ୍ୟ କରନ୍ତି, ସେଇ ସମୟ ସେ ଖ୍ରୀଷ୍ଟଙ୍କ ସହିତ ଆନନ୍ଦ କରିବେ, ତାଙ୍କ ମହିମାରେ ପ୍ରବେଶ କରିବେ। ତାପରେ ପଢନ୍ତୁ। ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା ଅର୍ଥାତ୍ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଠାରେ ଅଧିଷ୍ଠାନ କରୁଅଛନ୍ତି। ହାଲେଲୁୟା। ଗୌରବମୟ ଆତ୍ମା ବା ଈଶ୍ୱରଙ୍କ ଆତ୍ମା ତୁମଠାରେ ଅଧିଷ୍ଠାନ କରିଅଛନ୍ତି। ଯଦି ଜଣେ ବ୍ୟକ୍ତି ତାଡ଼ନା ପାଉଛି, ଆଘାତ ପାଉଛି, କଷ୍ଟ ପାଉଛି, ଆଉ କାହା ପାଇଁ? କେବଳ ଖ୍ରୀଷ୍ଟଙ୍କ ନାମ ପାଇଁ, ଅଲଗା କାହା ପାଇଁ ନାମ ନୁହେଁ। ବ୍ୟଭିଚାର ପାଇଁ ତାଡ଼ନା ପାଇଲେ ନୁହେଁ, ମନ୍ଦ କାର୍ଯ୍ୟ ପାଇଁ ତାଡ଼ନା ପାଇଲେ ନୁହେଁ, ଈଶ୍ୱରଙ୍କ ନାଁରେ ଭୁଲ କାମ କରିକି ତାଡ଼ନା ପାଇଗଲେ ନୁହେଁ, କେବଳ ଖ୍ରୀଷ୍ଟଙ୍କ ନାମ ହେତୁ ଯଦି କିଏ ତାଡ଼ନା ପାଉଛି, ପରମେଶ୍ୱର କଣ କୁହନ୍ତି? ତାହେଲେ ପ୍ରଭୁଙ୍କ ଆତ୍ମା ତା ଉପରେ କଣ ଅଛି? ଅଧିଷ୍ଠିତ ଅଛି। ତାହେଲେ ସେ ବ୍ୟକ୍ତି ଉପରେ, ସେ ବ୍ୟକ୍ତି ସହିତ ପ୍ରଭୁଙ୍କର ଆତ୍ମା ଅଛନ୍ତି। ମୋର ପ୍ରିୟ ମାନେ, ସେଥିପାଇଁ ସେଇ ବ୍ୟକ୍ତି ହିଁ କେବଳ ତାଡ଼ିତ ହେବ, ଯେଉଁ ବ୍ୟକ୍ତି ନିଷ୍ପତ୍ତି ନେବ, ମୁଁ ପବିତ୍ରତାର ସହିତ, ଖ୍ରୀଷ୍ଟଙ୍କ ସହିତ, ତାଙ୍କ ବାକ୍ୟ ଅନୁଯାୟୀ ମୁଁ ଜୀବନ କାଟିବି। ଅନ୍ୟମାନଙ୍କ ପାଇଁ ସେ ତାଡ଼ନା ଆସିବ ନାହିଁ। ଆଉ ଯଦି ଖ୍ରୀଷ୍ଟଙ୍କ ନାମ ସକାଶେ ଆସୁଛି, ତାହେଲେ ଆମକୁ ଆନନ୍ଦ କରିବାର ଆବଶ୍ୟକତା ଅଛି। 14 ପଢିଲେ କି? ହଁ 14 ସରିଛି। ଓକେ, ଠିକ ଅଛି। ତ ସେଥିପାଇଁ ମୋର ପ୍ରିୟ ମାନେ, ମାଥିଉ ଲିଖିତ ସୁସମାଚାର ପ୍ରେରିତ ର 14:22 ପଦ ଟିକେ ଆମେ ମାନେ ପଢିବା। ପ୍ରେରିତ ପୁସ୍ତକ 14:22 ପଦ ଟିକେ ପଢିବା। ପୁଣି ସେ ସ୍ଥାନ ମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ 14:22 ହଁ ପଢନ୍ତୁ। ପୁଣି ସେ ସ୍ଥାନ ମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ ବର୍ଷ ମଧ୍ୟ ଦେଇ ଆମମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ। ତାଙ୍କ ଶିଷ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି, ଆଉ କଣ କହୁଛନ୍ତି? ଅନେକ କ୍ଲେଶ ଦେଇକି କଣ କରିବାର ଅଛି? ଆମକୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାର ଅଛି। ମୋର ପ୍ରିୟ ମାନେ, ଈଶ୍ୱରଙ୍କର ରାଜ୍ୟରେ ପ୍ରବେଶ କରିବା ପାଇଁ ହେଲେ ଏହି ସକଳ ବିଷୟ ଏକ ଧାର୍ମିକ ବ୍ୟକ୍ତି ଜୀବନରେ ନିଶ୍ଚିତ ରୂପେ ଆସିବ। ଏହାକୁ ଆମେ ଆଶ୍ଚର୍ଯ୍ୟ ଜ୍ଞାନ କରିବା ନାହିଁ। ଯିଏ ନିଷ୍ପତ୍ତି ନେବ, ମୁଁ ପ୍ରଭୁଙ୍କ ସହିତ ଚାଲିବି, ନିଶ୍ଚିତ ରୂପେ ତା ଜୀବନରେ ଏ ବିଷୟକୁ ଆସିବ। ଆଉ ଏହି ପ୍ରକାର ଦୁଃଖ ଦେଇକି, ଏହି ପ୍ରକାର ପରିସ୍ଥିତି ଦେଇକି ହିଁ ଆମକୁ ସ୍ୱର୍ଗ ରାଜ୍ୟ ପ୍ରବେଶ କରିବାର ଅଛି। ସେଥିପାଇଁ ଦ୍ୱିତୀୟ ତିମୋଥୀ ତାର 3:12 ପଦ ଟିକେ କିଏ ପଢିବେ? ଦ୍ୱିତୀୟ ତିମୋଥୀ 3:12। ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ଯୋଉମାନେ ପ୍ରକୃତରେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ଧାର୍ମିକତା ଜୀବନ କାଟିବା ପାଇଁ, ଚାଲିବା ପାଇଁ ତାଙ୍କ ସହିତ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ। କେବଳ ସେଇମାନେ ହିଁ ତାଡ଼ନା ପାଇବେ। ଯୋଉମାନେ ଜଗତ ଅନୁଯାୟୀ ଚାଲିବା ପାଇଁ ଚାହାନ୍ତି, ସେମାନଙ୍କ ପାଇଁ ତାଡ଼ନା ନୁହେଁ। ସେମାନେ କଷ୍ଟ ଅନୁଭବ ପାଇବେ ନାହିଁ, ସେମାନେ ଦୁଃଖ ଅନୁଭବ ପାଇବେ ନାହିଁ, ଆଉ ସେମାନେ ସ୍ୱର୍ଗ ରାଜ୍ୟକୁ ବି ଯିବେ ନାହିଁ। କାହିଁକି? ଦୁଇ ପ୍ରଭୁର ଦାସ ତୁମେ ମାନେ ହେଇପାରିବ ନାହିଁ। ଦୁଇ ପ୍ରକାର ଆଚରଣ ନେଇ, ଦୁଇ ପ୍ରକାର ଜୀବନ କାଟିକି ତୁମେ ମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ଆଉ ଯୋଉମାନେ ଖ୍ରୀଷ୍ଟଙ୍କ ସହିତ ଚାଲିବେ, ଏ ସକଳ ବିଷୟ ଆଶ୍ଚର୍ଯ୍ୟ ନାହିଁ, ଏ ସକଳ ବିଷୟ ସମସ୍ତଙ୍କ ପ୍ରତି ଆସିବ। ମୋର ପ୍ରିୟ ମାନେ, ସେଥିପାଇଁ ଆମେ ମାନେ ପ୍ରସ୍ତୁତ ଜୀବନ କାଟିବା। ସୁସମାଚାର 5ରେ ସେଥିପାଇଁ ଲେଖାଯାଏ କି
कौन कि जो माने धार्मिकता निमंते ताड़ना प्राप्त लोके धन्य सही माने ही स्वर्ग राज्य रे प्रवेश करिवे। एई प्रोसिक्यूशन विशेष भाव रे गोटे विश्वासी जीवन रे पांचटी कारण पई सम्मुखीन हेबाकू पड़ी थाए। एई जो ताड़ना गोटे प्रकृत विश्वासी जीवन रे जो माने ख्रीष्ट को सहित चलिबा पे निष्पत्ति नियति से मान को जीवन में आसे आ आसीबार कारण कोन पांच गोटी विषय अछि हमें माने ध्यान दे के सुनिबा पांचटी कारण अछि आउ विश्वासी माने सेति पई प्रकृत विश्वासी माने जो माने ख्रीष्ट को सहित चलिबा इच्छा करंती एई समस्त विषय दे की जीवा को पड़े। प्रथम विषय प्रोसिक्यूशन मैच्योर हमको प्रोसिक्यूशन परिपक्व करे। ईश्वर वाक्य कहे तुमको शैतान गहम परिचालन रे चलेबा पई अनुमति पाई अछि। जेतବେଳେ परीक्षा आसे सेतବେଳେ हम पई मैच्योरिटी आसे सेतବେଳେ हम माने परिपक्व हो आ सेतବେଳେ हम माने प्योर मध्य हेउ। याकूब पुस्तक 1 तार 2-3 पद टिके हम माने पढिबा। याकूब पुस्तक 1 तार 2-3 हे मोर भाई माने तुय माने जेतेबेले नाना प्रकार परीक्षार परीक्षित हुओ सेतेबेले शेष आनंदर विषय बोली मने करो। परीक्षा सिद्ध विश्वास से धैर्य उत्पन्न करे एहा तो जानियो। परीक्षा युक्त जो दुख आउथा पढु बेटा। हे मोर भाई माने तुय माने जेतेबेले नाना प्रकार परीक्षार परीक्षित हुओ सेते विशेष आनंदर विषय मने करो। परीक्षा विश्वास जे धैर्य उत्पन्न करे विश्वास जे धैर्य उत्पन्न करे अर्थात ए कष्ट अवस्था रे दुख अवस्था जो विश्वास हमर रहिबो दृढ़ करी रखिबा आ हम कोन करे ताहा धैर्य उत्पन्न करे। ताबरे चारि आ तुए माने जे पर कोनोसी विषय रे उणा न पड़ी सिद्ध संपूर्ण हो एथिपाई संपूर्ण रूपे कार्य साधन करू। कोन हो तुमे माने सिद्ध हेबो आ कोन हेबो संपूर्ण हेबो। तेबे प्रोसिक्यूशन बा तेबे ताड़ना हमकु कोन करे सिद्ध करे आ कोन करे संपूर्ण मध्य करे। सेति पई मोर प्रिय माने हम जीवन रे प्रोसिक्यूशन बा ताड़ना आसे। गोटे प्रकृत विश्वासी जे ख्रीष्ट सहित चलिबा पे इच्छा करे ता जीवन रे ताड़ना एथि पई आसे। प्रथम विषय कोन पई आसे सिद्ध हेबो परिपक्व हेबो मैच्योर्ड हेबो सेथि पई ता जीवन रे ताड़ना आसे। द्वितीय विषय प्रोसिक्यूशन हमकु एक सुयोग दिए साक्षी हेबा निमंते। हालेलुया। जेतळे आमे माने प्रभु को निमंते परीक्षित हेउ जेतळे हम जीवन रे कष्ट आसे दुख आसे सेतळे प्रभु अन्य मान को निकट रे हमकु साक्षी हेबा पई व्यवहार करि थांती। बेस्ट एग्जांपल अछि बाइबल ले पाउल को विषय रे जे कि साउल थिले से तळे साउल थिले सेतळे तांको पई ताड़ना आसुनथुला से ताड़ना करूथुले। ख्रीष्ट को जानिथिबा लोक मान को बंदीगार रे पकोथुले कारागार रे पकोथुले आघात करूथुले किंतु जो दिन निष्पत्ति नेले मु ख्रीष्ट को सहित चलीबी जो दिन साउल रो पाउल हे गले ताको पई मध्य ताड़ना स्टार्ट हे गला। काई कि ख्रीष्ट कहले से जानिनी मो निमंते से केते क्लेश उठेबो केते दुख भोग करिबा को जाबो अछि। मोर प्रिय माने जेतळे आम जीवन रे ताड़ना आसे कष्ट आसे सेतळे प्रभु हमको आहुरी गोटे ऊपर स्टेप को नै कि
व्यवहार करिया पई चाहंती, साक्षी हेबा पई चाहंती। पाउलो जेते ताड़ना पाइला आउ अधिका प्रभु को काम कले, अधिका प्रभु को पई साक्षी हे पारले, ताको विश्वास से दृढ़ ही पारले, परिपक्व ही पारले। और प्रिय माने द्वितीय पॉइंट आमे माने देखुचंती एथि पई गोटे विश्वासी जीवन रे ताड़ना आसे ताकि प्रभु सुजोग दियंती ताको कोन करंती अन्य मान को निकट रे साक्षी हेबा पई। तृतीय विषय प्रोसिक्यूशन बा ताड़ना हमको योग्य करे परमेश्वर को एक नूतन भाव रे ताको अन्वेषण करिबा पई। फिलिपियो पुस्तक 3 रो 10 टिके पढ़ी दबा। फिलिपियो पुस्तक 3 रो 10। ଯେପରି ମୁଁ ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖ ଭୋଗର ସହଭାଗିତା ଜ୍ଞାତ ହୁଏ। हाँ ताको सहित सहभागिता रे हमको मजबूत करिबा आउरी। जेतले ताड़ना आसे, जेतले दुख आसे, गोटे प्रकृत विश्वासी पई, जड़े प्रकृत ख्रीष्ट को सहित चालीबा पई निष्पत्ति नेतिबा लोक पई जेतले ताड़ना आसे, तार प्रार्थनाशील जीवन बढ़ी जाए। से अधिकार अधिका प्रार्थना करे, अधिकार अधिका क्रंदन करे, अधिकार अधिका प्रभु को सहित सहभागिता रे रहे से। किंतु जे प्रकृत विश्वासी नुहे, जे प्रकृत भावे ख्रीष्ट को सहित चालीबा पई इच्छा करे नाही, जेतले ताड़ना आसे से मुंह मोड़ी की पळाए। जेतले दुख आसे से घरे फैमिली प्रेयर करे नाही। जेतले दुख आसे सकाळ उठी की प्रार्थना रे बसे नाही। जेतले दुख आसे कौनसी प्रकार प्रभु को प्रथम स्थान दिए नाही। से केमती का विश्वासी? से प्रकृत विश्वासी नुहे, से ठग विश्वासी। से नामधारी विश्वासी। से तार इच्छा नहीं मु ख्रीष्ट को सहित चलीबी, तार इच्छा अछि केवल मु ख्रीष्ट को नाम रे आशीर्वाद पाइबी। ए प्रकार विश्वासी जेतले जदि ताको पय किछि बाधा आसीबो से माने प्रार्थना मध्य करिवे नाही, मंडली आसीबे नाही, सहभागिता आसीबे नाही, बाइबल पढ़िबे नाही, से माने मोबाइल रे समय नष्ट करिवे, सोई की समय नष्ट करिवे, बाकी जगत रे समय नष्ट करिवे। किंतु जे प्रकृत विश्वासी जेतले अधिक दुख आसे से अधिकार अधिका प्रभु को सहित क्लोज हुए, प्रार्थना करे, क्रंदन करे, आंठू भांगे, प्रभु को उपस्थिति रे रुहे। सेति मोर प्रिय माने ताड़ना हमको प्रभु को सहित आहुर एक नुआ उपाय रे हमको क्लोज करती है। हमको फेलोशिप पई ताको सहित सहभागिता पई हमको आहुरी उत्साहित करे, ताको निकटवर्ती हमको कराए। चतुर्थ विषय ए प्रोसिक्यूशन बाय ताड़ना मंजी को सुसमाचार मंजी को जल सेचन करे। सुसमाचार मंजी को जल सेचन करिवार अर्थ जेमती ईश्वरीय जीवन ग्रोथ हम टिके पढ़िबा। जोहन लिखित सुसमाचार 12:24। जोहन लिखित सुसमाचार 12:24। सत्य सत्य ମୁଁ ତୁମମାନଙ୍କୁ ସତ୍ୟ ଗହମ ବୀଜ ସତ୍ୟ ପଡ଼ି ନ ମରେ ତାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ ତାହେଲେ ବହୁତ ଫଳ ଫଳେ। ताड़ना हमको कौन करे? गहम बीज जेते पर्यंत मरिबो नाही आ सेते पर्यंत से कोन करिबोनी फल फळी परिबो नाही। ठीक सेमिति का विषय जेते पर्यंत हम जीवन रे बाधा न आसे, ताड़ना न आसे, सेते पर्यंत हमें माने प्रकृति आउरी अधिकार अधिका फल फळी परिबा नाही। ईश्वर वाक्य लिखा जाए जोहन पुस्तक 15:2 रे लिखा जाए कोन जे गछ फल फल फळे ताको प्रभु कोन करंती? परिष्कार करंती आउरी अधिका फल फळीबा पई। और प्रिय माने जे धार्मिक जीवन काटिबा पे इच्छा करिवो, जे प्रभु को सहित चले पे इच्छा करिवो, तानि मोर एथि पई ताड़ना आसे प्रभु ताको आउरी परिष्कार करंती, आउरी जल सेचन करंती ताकि से कोन करिवो अधिका फल फळी परिबो। ताड़ना जल सेचन परिका हम जीवन रे कार्य करे ताकि हमें अधिकार जेमितिका फल फळी परिबा। पंचम विषय परसिक्यूशन गारंटी दिए एक हेवनली रिवार्ड पाई,
स्वर्गीय रिवार्ड पाई जाके आमे माने पढुतले माथ्यू लिखित सुसमाचार 5:12 पढ़ी दिंती के आनंद कर हाँ ଓ ଉଲ୍ଲସିତ ହୁଅ हाँ କାରଣ ସ୍ୱର୍ଗରେ ତୁମମାନଙ୍କର ପୁରସ୍କାର ପ୍ରଚୁର। हाँ आनंद करो उल्लास करो काहे कि तुमर पुरस्कार अछि यदि ताड़ना प्राप्त होछि पुरस्कार हम जीवन रे पुरस्कार ताड़ना आसीबो नै ताले हम माने पुरस्कार प्राप्त होई परिबो नै तो तेनु करी ए ताड़ना हम विश्वासी जीवन एति पई आसे ताकू पुरस्कृत करिबा पाई पुरस्कृत कोठी स्वर्ग राज्य रे गोटे ग्यारंटी ता पई अछि स्वर्ग राज्य ता पई कोन अछि अनेक पुरस्कृत 12टा कंप्लीट करते टिके ଆନନ୍ଦ କର ଓ ଉଲ୍ଲସିତ ହୁଅ କାରଣ ସ୍ୱର୍ଗରେ ତୁମମାନଙ୍କର ପୁରସ୍କାର ପ୍ରଚୁର। हाँ ସେହିପରି ସେମାନେ ତୁମମାନଙ୍କର ପୂର୍ବବର୍ତ୍ତୀ ଭାବାଦୀମାନଙ୍କୁ ତାଡ଼ନା କରିଥିଲେ। हाँ पूर्ववर्ती भाव ताड़ना करथिले और से माने आज कोन करछुंती स्वर्ग रे प्रचुर आनंद करछुंती सेतिका तुमे माने मध्य कोन करिवो ई स्वर्ग रे तुम पई पुरस्कार प्रचुर अछि हम माने धनी व्यक्ति और से लाजार विषय में माने जानुचु जेमितिका जगत रे अनेक ताड़ित हैला से लाजार किंतु स्वर्ग रे जाई कि फाइनली कोन ता पई प्रचुर पुरस्कार थिला अब्राहम को कोल रे आनंद कला और प्रिय माने सेति पई जदी आज हम जीवन रे ताड़ना आसुची दुख आसुची और ए ताड़ना केवल बाहर लोकन को पाखरु आसीबनी केवल विजातीय लोकन पाखरु आसीबनी ए ताड़ना निज लोकन को पाखरु मध्य आसे ए ताड़ना परिवार लोक मान को मध्य आसे सेति पई प्रभु कहले जे मोर खाइला मो विरुद्ध से गोइठ उठाइला ताड़ना निज आत्मीय मान को पाखरु भी आसे ताड़ना आपनकर पसंदीदा बा चाहिदा लोक पाखरु मध्य आसे सेति पई आमे माने विचलित हेबा नाही भय करिबा नाही कारण ईश्वर वाक्य को लिखा जाए ताड़ना धार्मिकता निमंते ताड़ना प्राप्त लोक धन्य यदि ख्रीष्ट को निमंते आमे माने चलीबा पई निष्पत्ति नेचु अब हम जीवन रे ताड़ना आसुची ताले प्रभु कोन तुमे माने धन्य कारण स्वर्ग राज्य तुम मानकर स्वर्ग राज्य रे प्रचुर आनंद तुम पई अछि आमेन मोर प्रिय माने प्रकृत व्यक्ति जे ख्रीष्ट को सहित चलीबा पई इच्छा करे ता जीवन रे ए सकल विषय निश्चित रूपे अछि सेति पई आसु आमे माने प्रार्थना करिबा ए ताड़ना अवस्था रे मध्य ए आघात पाउतबा अवस्था रे मध्य दुख कष्ट पाउतबा अवस्था रे मध्य आमे माने विचलित हेबा नाही मात्र आमे माने परमेश्वर ठारे आनंद करिबा सेति पई आसु आमे माने प्रार्थना करिबा ताड़ना प्राप्त लोके धन्य कारण स्वर्ग राज्य से मानकर आसु आमे माने सेति पई प्रार्थना करिबा प्रिय परमेश्वर प्रभु आमे तुमरो धन्यवाद करूछु तुमरो गौरव करूछु प्रशंसा करूछु महिमा करूछु प्रभु तुमे जे हट तुमे से हट स्वयं परमेश्वर प्रभु आज जे माने तुम नाम हेतु प्रभु ताड़ित हेउछंती तुम नाम हेतु प्रभु केवल आघात प्राप्त हेउछंती केवल तुम नाम हेतु जो माने आज एई प्रकार बाधा प्राप्त हेउछंती निज लोक द्वारा परिवार द्वारा पुणी आत्मीय सज्जन मान द्वारा मोर प्रिय प्रभु तुमे दया कर ए विषय को बुझीबा पई सहायता कर आनंद करिया पई सहायता कर ताकि कोनोसी प्रकार विषय हमकु प्रभु को ठारू दूर को न नो ए प्रकार विषय मात्र आउरी प्रभु को निकटवर्ती हेबा पई सहायता कर प्रभु जेपरी आमे माने जानिबु हां हमरो स्वर्ग राज्य रे हम निमते प्रचुर पुरस्कार अछि से पुरस्कार को लक्ष्य करी वर्तमान रो क्षण काल ताई दुख को लक्ष्य न करी और आगामी दिन जो पुरस्कार अछि तोहि प्रति आमे माने लक्ष्य रखिया को पारिबु तुमे हमको दया कर बोली मु प्रार्थना करूछि ए मोर प्रार्थना सुनकाई परमेश्वर धन्यवाद करू करू गौरव प्रशंसा महिमा करू करू बहुड़ ही प्रणाम करू करू तुमर चरण निकट को आसुछि तुम प्रार्थना सुनिछो ए प्रातः काल रे तुम हमको अनुग्रह करियो प्रभु मु तुमर धन्यवाद करूछि विशेष भाव रे पांच गोटी विषय आउ ए ताड़ना रे हमें जे आमे माने जे परिपक्व हेबु आउ ए ताड़ना समय रे जे ए कुष्ठ दुख देई गला
बेले जेतले आमे आउरी प्रभु सहित साक्षी हेबाकू पारिबू एई ताड़ना समय ए आघात पाइला समय जेतले आमे माने प्रभु सहित आउरी निकटवर्ती हेबाकू पारिबू ए ताड़ना समय जेतले आमे कष्ट देकी जाउछु आउरी प्रभु को निमंते फल पड़िबाकू पारिबू आउ तुमे हमकू सहाय्य करो काहेकि तुमे कहिलो स्वर्ग राज्य रे तुम मानक निमंते अद्भुत प्रचुर पुरस्कार अछि से रिवार्ड को लक्ष्य रखी प्रभु आमे माने सकल विषय पर विजय पाइबा पय तुमे हमकू सहाय्य करो और तुमे कहिलो जगत तुम पय क्लेश अछि मात्र भय कर नहीं मु जगत को जय करिछि प्रभु से तुमे करिथिबा जय हम जीवन रे विजय को देखिबा पय तुमे हमकू सहाय्य करो धन्यवाद सहित गौरव प्रशंसा महिमा तुमको दी यीशु ख्रीष्ट को नाम रे समस्त प्रार्थना मांगुछि आमेन आसु जेतले आमे माने प्रार्थना करिबा हमर